କିଏ ମା କହିଛି ନା କିଛି? ହାଁ ଆଉ କାନ୍ଦୁଛୁ କାନ୍ଦିକି ଦେଖ ତା ଆଖି ମାଖି ପୁରା ନାଲ କରିଦେଇ ସାରିଲାଣି। ହାଁ ମୋ ମା ଆଇଲାଣି, ମା କହିଥିବ ଯାହାନେ। ମୋ ଭଉଣୀ ମାନେ ଜାଣିଥିବେ ବାପ ଘର। ଆମ ତାନେ ତୁ ଏଠି ଖୁସିରେ ନାଉ ନା ମୁଁ ଖୁସିରେ ରଖି ନା। ଗୀତାର କାନ୍ଦ ଦେଖିକି ମାଉସୀ ବି ଆସିଲାଣି। ସେ ତାକୁ ଦେଖେ ସେ ତା ମନ ଯା ଯା ଘରକୁ ଚାଲୁନି ଦେଖିବୁ। ମାମା ଆଇସି ଦେଖ ସବୁବେଳେ କମେଡି କରିବା ଲୋକ ଆଜି ସିରିୟସ ପୁରା। ଜୟ ଜଗନ୍ନାଥ ସାଙ୍ଗମାନେ, ଆପଣମାନେ ଯେମିତିକି ଜାଣିଛନ୍ତି ମୁଁ ଗୋଟେ ଛୋଟ ମକା ଦୋକାନଟିଏ। ତ ସାଙ୍ଗମାନେ ଆପଣମାନଙ୍କ ଭଲ ପାଇବା ଆଜି ମାନେ ପୁରା ଦେଖେଇଦେଲା ଆଜ୍ଞା। ଦେଖନ୍ତୁ ଆପଣମାନଙ୍କ ବିନା ହଉଛୁ ଏ ଭାଇକି କେହି ବି ଚିହ୍ନି ନଥିଲେ। ଆପଣମାନେ ଧୀରେ ଧୀରେ ଏତେ ସାରା ଭଲ ପାଇବା ଦଉଛନ୍ତି, ଏକା ମତେ ନୁହେଁ ମୋ ଫ୍ୟାମିଲି କି ସାରା ଆଜ୍ଞା ବହୁତ ଭଲ ପାଇବା ଦଉଛନ୍ତି। ତ ମୁଁ ବି ଆଜ୍ଞା ବହୁତ ଖୁସି ଅଛି, ଯେମିତି ଆପଣମାନଙ୍କ ପରି ମୋ ଭାଇ ଭଉଣୀ ମୁଁ ପାଇପାରିଛି। ତ ବର୍ତ୍ତମାନ ମା ବସିଛନ୍ତି ଏଠି। ମାର ଏଇ ହସ ମୁଁ ଟିକେ ଦେଖିବି ବୋଲି ନା ବହୁତ ମୁଁ ଆଜ୍ଞା ଖୁସି ଜାଣିଛନ୍ତି। ତମ ଗୀତା କିଆଡେ ଗଲା କି? ଏଇଠି ଥିବ। ଗୀତା କାଇଁ ବେ ଏଠି ନାଇଁ କାଇଁ ଲୋ ମା? କାଇଁ କିଆଡେ ଗଲା? ତ ମାମା ଅଛି, ମାମା ଅଛି ବେ, ମାମା ଅଛି ବେ। ତାଙ୍କରି ଘର ଅଛି ନା କି ହେଇବେ ଇଏ ଏଠି ବସିକି କାନ୍ଦୁଛୁ। କିସ ହେଲା? ହେଲା ତୁ ଏଠି ବସିଛୁ ମୁଁ ଚାରିଆଡେ ଡାକୁଛୁ କିଛି ହେଲା କାନ୍ଦୁଛୁ କାହିଁକି? ନା କାନ୍ଦୁନି ମୋ ଆଖିରୁ ଟିକେ ଖସିଗଲା। ଖେଚିଗଲା କାନ୍ଦୁଛୁ କାଇଁ? ମା ଗାଳି ଦେଲା ନା? ହାଁ କିସ ହେଇଛି କାନ୍ଦୁଛୁ ଦେଖ କିସ ହେଲା କହ? ମା ଲୋ ନା ଏ ଦେଖରେ କାନ୍ଦୁଛୁ ଇଏ ତା ଗାଳି ଦେଇଛୁ କି? କହୁନୁ କିସ ହେଇଛି? ଦେଖନ୍ତୁ ସାଙ୍ଗମାନେ ଛୁଆ ଭଳିଆ କେମିତିଆ କାନ୍ଦୁଛି। କିସ ହେଇଛି? କିଛି ନୁହେଁ। ଆଉ କାନ୍ଦୁଛୁ କାହିଁକି? ମା ଆଜି ବୋଧେ ଲାଗି ଯାଇଛନ୍ତି ଶାଶୁ ବୋହୂ। କିସ ହେଇଛି କିସ? ଆଉ କାନ୍ଦୁଛୁ କାହିଁକି? ଆଁ? କାଲି ରାତିରେ ବି ଏଇ ଭଳିଆ କାନ୍ଦୁଥିଲା। କିଏ ମା କହିଛି ନା କିଛି? ହାଁ ଆଉ କାନ୍ଦୁଛୁ କାନ୍ଦିକି ଦେଖ ତା ଆଖି ମାଖି ପୁରା ନାଲ କରିଦେଇ ସାରିଲାଣି। ହେଁ ମୋ ମା ଆଇଲାଣି, ମା କହିଥିବ ଯାହାନେ। ତୁ ମା କହିଛୁ କିଛି ଆକୁ? ନା ମୁଁ କିଛି କହିନି। କହୁନୁ କିସ ହେଇଛି? ମୁଁ ନା କିସ କହିଛି? ନା ତମେ କାଇଁ କହିବ? ଆଉ କିସ ହେଇଛି କାନ୍ଦୁଛୁ କାହିଁକି କହ? ଦେଖନ୍ତୁ ସାଙ୍ଗମାନେ କେମିତିଆ କାନ୍ଦୁଛୁ ଛୋଟ ଛୁଆ ଭଳିଆ। ହଁ କହ କିସ ହେଇଛି କହ? କିଛି ନା ମୁଁ ନୁହଁ ମା କହିଛି କିଛି ହେଁ କହ କାନ୍ଦୁଛୁ କାହିଁକି ଦେଖ? କାନ୍ଦୁଛୁ କି ଟିକେ ହସୁଛୁ ହଁ ଲୋ। ହସୁଛି ତ ଆଖି ଦେଖ ଆଖି ମାଖି ତାର ନାଲ ହେଇଗଲାଣି ଛୁଆ ଭଳିଆ। ମୋ ମା କଥା ଟିକେ ମନେ ପଡିଲା ତ ସେଇଥିପାଇଁ। ମା କଥା ମନେ ପଡିଲା, ଯାଇକି ବୁଲି ଆସୁନୁ। ଯିବନି ବି ବୁଲିବା ପାଇଁ ବି ଯିବନି। ସତ କହ ନା ମୋ ମା କିଛି କହିଛି? ନା ନା ଆଉ କାନ୍ଦୁଛୁ ମୋ କାହିଁକି? ମା ହେଲା କଥା ମନେ ପଡିଲା ନା ସେଥିପାଇଁ। ମା କଥା ମନେ ପଡିଲା। ମା ସହିତ କାଲି ବା ଫୋନରେ କଥା ହେଇଥିଲୁ। ସାଙ୍ଗମାନେ ଫୋନରେ କଥା ହେନେ କିସ ହେଲା କୁହ? ମା କୁ ମାନେ ଯେତେ ବି କଥା ହେନେ ନ ଦେଖିନେ ସାଙ୍ଗମାନେ ଆପଣ ମାନେ ତ ଜାଣିଥିବେ ମୋ ଭଉଣୀ ମାନେ ଜାଣିଥିବେ ବାପ ଘର। ଆଉ ଆମ ତାନେ ତୁ ଏଠି ଖୁସିରେ ନାଉ ନା ମୁଁ ଖୁସିରେ ରଖି ନା ମା ଗାଳି ନା ଦଉଛି। ନା ବାପଘର ଝିଅମାନେ ହଉଛି ସ୍ଵାମୀ ପାଖରେ ଖୁସିରେ ନ ରହିବ ବାପ ଘର କଥା ମନେ ପଡିବେ। ଆଁ ମା କଥା ମନେ ପଡିବନି ଶାଶୁ ଶ୍ୱଶୁର ସ୍ୱାମୀ ପାଇକିନା ମା ବାପ ଭୁଲିଯିବେ କି ସାଙ୍ଗମାନେ କେହି ଭୁଲିବେନି। ବାବାରେ ଏଟା ତ ମୁଁ ଜାଣିଛି ସବୁ କମେଣ୍ଟ ତୋରି ସପୋର୍ଟରେ ଆସିବ। ଛାଡ ନା କେହି ଭୁଲିବେନି, ହଉ ହଉ ଯେତେ ଭଲ ପାଇବା ମିଳୁ ପଛେ ଯେତେ ପଇସା ସୁନା ଗଣା ଯେତେ ମିଳୁ ମା କୁ କେବେ ଭୁଲି ପାରିବେ କି? ଦେଖନ୍ତୁ ସେଇ ପାଇଁ ଦେଖ ଛୋଟ ଛୁଆ ଭଳିଆ ପୁରା କାନ୍ଦୁଛୁ ତା କାନ୍ଦିକି ଆଖି ପୁଛ। ପୁଛି ଦେଇ ସାରିଲିଣି। ବାହାରକୁ ଆ ଏଇ କଥାର କାନ୍ଦୁଛି ଦେଖ। ଖାଇଛୁ ନା ଖାଇନୁ? ଖାଇ ନାହିଁ ମାଉସୀ ହେକା ଖାଇନେ ଖାଇମି। ମାଉସୀ ହେରିକା ଖାଇନା ଖାଇବୁ। ମା କୁ ତାର ବହୁତ ଜୋର ଭୋକ ନାଗିଲାଣି ମା ତାର ଖାଉଛୁ। ମା ବି ମନ ଦେଖ। ଆଉ ଘରେ ତମେ ଦେଖୁନ ଗୋଟେ ମାନେ ଏତେ ଖୁସିରେ ଆମେ ରହିଛୁ ଫିର ବି ସିଏ ଛୁଆ ଭଳିଆ କାନ୍ଦୁଛୁ।
ଗୋଟେ ଭଲ ଲାଗିବ ନା। ମୁଁ ଭାବିଲି ତ ହେଇଲୋ ମା, ମୁଁ ଭାବିଲି ଯେ ତୁ ବୋଧେ କିସ କହିଛୁ ବୋଧେ ସେ ସେଇ ଲାଗି କାନ୍ଦୁଛୁ। ମୋ ମା ବି କିଛି କୁହେନି। ଗୋଟେ ତମ ଦି ଜଣଙ୍କ ଲାଗି ଗୋଟେ ବଢିଆ ଜିନିଷ ଆଣିଛି। ଆଜି ଆଉ କାନ୍ଦେନି, ଦେଖ ସଲିଡ ଜିନିଷ ଆଣିଛି। ଚକୋଲେଟ ଗୋଟେ ଖାଇଦେ। ଆଉ ତ ସ୍ୱାମୀର ଦବା ପାଇଁ ଆଉ କିଛି ନାହିଁ, ଏଇ ଟଙ୍କା କିଆ ଚକୋଲେଟ ନା। ତମ ଘର କିନ୍ତୁ ଇଏ ବହୁତ ଭଲ ଭଲ ଜିନିଷ ଖାଉଥିଲା, କିନ୍ତୁ ଯେହେତୁ ଗରିବ ଘରୁ ବାହା ହେଇଛି ଆଉ ନା। ଚକୋଲେଟ ରେ ଆଜ୍ଞା ଯିଏ ଭଲ ପାଇବା ନା, ପିଜା ମୋମୋରେ ସେ ଭଲ ପାଇବା ନାହିଁ। ଭଲ ପାଇବା ବି ହୃଦୟରେ ହବା ଦରକାର, ଠିକ ନା ଭୁଲ କହିଲି? ହଁ ଆଉ ଠିକ ତ ହଁ, ଫିର ବି କାନ୍ଦୁଛୁ କାହିଁକି? ନା ଚକୋଲେଟ ନଉନା। ନା ମୁଁ ଭାତ ଖାଉଛି, ତୁ ରଖିଦିଅ। ଖାଇବୁନି ନା ଖାଇଦିଅ, ମୁଁ ଭାତ ଖାଉଛି। ମୋ ମା କଥା ଶୁଣିକି ଏଇ ଗୀତ ଟିକେ ହସିଲା। ଯା ହଉ। ଏଇ ଖୁସି ଆଜ୍ଞା ସବୁବେଳେ ଯାଏ। ହେଇଲୋ ନା ଆଉ ଗୋଟେ ଚକୋଲେଟ ନେ ନା। ନା ମୁଁ ଆଉ ଚକୋଲେଟ ଖାଇନି ନା। ତୁ ଏବେ ପରା ସାତ ରାତି କାନ୍ଦୁଥିଲୁ। କାନ୍ଦିନି ବୋଲି ବସିକି ଆଉ ଦିନ ରାତି କାନ୍ଦେ। ଦେଖିଲେ ମୁଁ ହସେଇବା କ୍ଷମତା ମୋ ପାଖରେ ଆଜ୍ଞା ଅଛି ସବୁବେଳେ। ଯିଏ ବି ଯେତେ ବି ରାଗି ଥାଉ ମୁଁ ତାକୁ ହସେଇଦେବି। ଏଇଟା ସତ ନା ମିଛ? ହେଁ ହଉ କାନ୍ଦେନି ହେଲା। ମୁଁ ତମ ହେଇଲୋ ମା, ତମ ଦି ଜଣଙ୍କ ନାଗି ନା ମୁଁ ଦିଟା ଶାଢୀ ଆଣିଦେବି। ତମେ କିନ୍ତୁ ସବୁବେଳେ ଏଇଭଳିଆ ଖୁସିରେ ରହୁଥିବ। ଆଉ ତୁ ତମ ଘର କଥା ଏତେ ମନେ ପକେଇକି କାନ୍ଦିବୁନି। ସବୁ ତ ଆଜ୍ଞା ଠିକ ଠାକ ହେଇଗଲାଣି ଆପଣମାନଙ୍କ ଭଲ ପାଇବା ଆଉ ମହାପ୍ରଭୁ ଜଗନ୍ନାଥଙ୍କ ପାଇଁ। ସବୁ ଯାଉ ଧୀରେ ଧୀରେ ସବୁ ଠିକ ହବା ଲାଗିଛି। ବାସ୍ ଆପଣଙ୍କ ସପୋର୍ଟ ଆଉ ଭଲ ପାଇବା ଆମ ଫ୍ୟାମିଲି ପ୍ରତି ସବୁ ଥାଉ। ସେମିତିଆ ସବୁ ଠିକ ଠାକ ଆଜ୍ଞା ହେଇଯାଉ। ଆମେ ଯେମିତିଆ ଖୁସିରେ ରହୁଛୁ ସବୁବେଳେ ଆଜ୍ଞା ସେଇଭଳିଆ ଖୁସିରେ ରହୁ। କିଏ କାନ୍ଦୁଛୁ? ଦେଖ କିଏ କାନ୍ଦୁଛି, କିଏ କାନ୍ଦୁଛି ଦେଖିବା। ଦେଖିଆ, ହେଇ ଦେଖିଆ। ଆସିଗଲେଣି ଆମର LIC ମ୍ୟାଡାମ ରଞ୍ଜିତା ରାଉତ। ସିଏ ଗୀତାର କାନ୍ଦ ଦେଖିକି ମାଉସୀ ବି ଆସିଲାଣି। ସିଏ ତାକୁ ଦେଖ ସିଏ ତା ଯା ଯା ଘରକୁ ଚାଲୁନୁ ଦେଖିବୁ। ମାମା ଆଇସି ଦେଖ ସବୁବେଳେ କମେଡି କରିବା ଲୋକ, ଆଜି ସିରିୟସ ପୁରା। ନା କାନ୍ଦୁନି। ବାପ ଘର ଯିବୁ ବୋଲି ମନେ କରୁଥିଲା। ଶାଶୁ ଘରକୁ ଆଇଲୁ, ସବୁଦିନ ଶାଶୁ ଘରେ ରହିବୁ, ସ୍ୱାମୀକି ଧରି ସଂସାର କରିବୁ। ସବୁଦିନ ବାପ ଘର କଥା ଚିନ୍ତା କରିନା, ଝିଅ ହେଇକି ରହିଲୁ। କାଲି ରାତିରେ କାଲି ରାତିରେ ବି ସେଇଭଳିଆ କାନ୍ଦୁଥାଏ। ସବୁବେଳେ କାଇଁ ମନ ଦୁଃଖ କରିବୁ? ଦେଖ କାନ୍ଦୁଛି କାର। କାନ୍ଦିନି ଯିବୁ, ହଉ ତାକୁ ଟିକେ ନେଇକି ବୁଲେଇ ଆଣିବୁ ବାପ ଘର ହେଲା। ଯଦି ସେତିକି ଯଦି ଟିକେ ଭଗବାନ ଆମକୁ ସୁଯୋଗ ଦେଇଥାନ୍ତା ନା ଆଜ୍ଞା। ଆଜି ବାହା ହେଇଛୁ, କାଲି ପିଲା ହବ, ସବୁବେଳେ ଯଦି ବାପ ଘରକୁ ଯିବୁ ଭାବିବୁ, ତାହେଲେ ସଂସାର କରିବୁ କେମିତି? ଏଇ ହସିଲା 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 ମାମା ମାଉସୀ କଥା ଶୁଣିକି ଗୀତା ହସିଲା। ମୁଁ ତାକୁ ଆଜି ଟିକେ ଆସପ ବୁଲେଇ ଆଣିବି, ସେଇଥିପାଇଁ ସେ ମନ ଦୁଃଖ କରୁଛୁ। ସେଇ ଆସପ ଯାଉନି ବୋଲି, ସେଇ ଆସପ ଦେଖତେ ମାନେ ମନ ଦୁଃଖ ହଁ କରିବ। ହଁ ତାକୁ ଟିକେ ତା ଫେବରାଇଟ ଖାଇବା ହେରିକା ଟିକେ କହିଦବୁ କି। ସେଇ ଦେଖୁଛୁ ନା କାନ୍ଦିକି ଦେଖନ୍ତୁ ତା ଆଖି ମାଖି ଲାଲ ହେଇଗଲାଣି। ସେତେବେଳୁ ହେଲା କାନ୍ଦିଛି। ହଉ ଆଉ କାନ୍ଦୁନି ହେଲା, ନେଇକି ଯିବି ବୁଲେଇ ଆଣିବି। ନହେଲେ ମୋ ଶାଶୁଘରକୁ ଯାଇକି ଟିକେ ବୁଲେଇବୁ ଆଜି ହେଲା। ବୁଲେଇବୁ ଦେଖିପାରୁଛ କେତେବେଳେ ଯିବା? 4ଟା ବେଳକୁ ଯିବା। ତାକୁ ଟିକେ ବୁଝେଇଦେ ହେଇନା ଗୋଟେ ଚକୋଲେଟ ନେ। ନା ତ ଗୋଟେ ଚକୋଲେଟ କହିଦେବି। ଆଉ ଗୋଟେ ଚକୋଲେଟ ଖାଇଛି। ଆଉ ଗୋଟେ ଚକୋଲେଟ ଖା। ଆଉ କିଛି ଦେଇପାରିବିନି, କି ଚକୋଲେଟ ଦେଇକି ତମ ମନଟାକୁ ବୁଝେଇଦେବି। ଛୁଆ ମଣିଷ ଭଳିଆ କାନ୍ଦେଛି। ଆଉ କାନ୍ଦେନା। ଆଉ କାନ୍ଦୁନି କାନ୍ଦୁନି, ବୁଲେଇ ଆଣିବି ଆଜି। ତ ସ୍ୱାମୀ ନ ବୁଲେଇ ନବ କି ମୁଁ ପରା ମାଉସୀ ଶାଶୁ ଅଛି। ଆଉ ଦରକାର କଣ? ହେ କାନ୍ଦିଲା ମୁଁ ତ ପୁଣି। ଗୋଟେ ଇଲେକ୍ଟ୍ରିକ ସ୍କୁଟି ଆଣିଛି। କାନ୍ଦେନି ମାନେ ଗୋଟେ ଛୁଆ ଭଳିଆ କାନ୍ଦୁଛି। ଓହ ମାନେ ମତେ ବି ସାଙ୍ଗମାନେ ପ୍ରଥମ ଥର ମାନେ ଲାଜ ଲାଗୁଛି ଏଇଭଳିଆ କ୍ୟାମେରା ଆଗରେ କାହାକୁ ମାନେ ଆଖି ମାଖି ପୋଛିି ଦବାର। ମାନେ ଆଗରୁ ମୁଁ ବହୁତ ପୋଛିଛି ହେରିକା, କିନ୍ତୁ କ୍ୟାମେରା ଆଗରେ ପୋଛିନି। ଏଇଟା ହଉଛି ମୋର ପ୍ରଥମ ଥର। ଏଇ ମାମା ସହିତ ତ ଯିବୁ ତ ବୁଲିତେ LIC ମ୍ୟାଡାମ। ହାଏ ଭାଇ ମାନେ ଜାଣିପାରୁଛ, ମିସ୍ ରଞ୍ଜିତା ରାଉତ। LIC ମ୍ୟାଡାମ ରଞ୍ଜିତା ରାଉତ। ଆ ସମସ୍ତେ କହୁଛନ୍ତି LIC ମ୍ୟାଡାମ ରଞ୍ଜିତା ରାଉତ। ହେଇ ମାମା ମାଉସୀ ଆଇଲା ହସିଲା ଟିକେ। ଏଇ ହସ ଟା କେତେ ସୁନ୍ଦର ଲାଗୁଛି ନା ସାଙ୍ଗମାନେ, ମିଛ କଥା କହିଲି? ମାଉସୀଙ୍କ ଘରକୁ ମୁଁ ଯିମି, ମାନେ ତାଙ୍କ ଅରିଜିନାଲ ଘର, ଶାଶୁ ଘରକୁ। ମାନେ ଏଇଠି ମୁଁ ଘର କରିଛି, ସେଇଠି ମୋ ଘର ତାର ମନ ଶାନ୍ତି ହଉନି। ମୋ ଶ୍ୱଶୁର ଘରକୁ ଯିବ ବୁଲିବା ପାଇଁ। ହଉ ଚାଲ ନେଇ ବୁଲେଇ ଆଣିବି। ତ ସାଙ୍ଗମାନେ ମୁଁ ରହିଲି, ବର୍ତ୍ତମାନ ମୁଁ ଦୋକାନ ଯିବି। ଆସନ୍ତା କାଲି ଆଉ ଗୋଟେ ନୂଆ ଭିଡିଓରେ ଦେଖାହବ। ରହିଲି, ଜୟ ଜଗନ୍ନାଥ। ଜୟ ଜଗନ୍ନାଥ। ଜୟ ଜଗନ୍ନାଥ। ସବୁବେଳେ ଏମିତିଆ ଖୁସିରେ ରହିବୁ।